କିଛି ପକ୍ଷୀ ମାନଙ୍କର ତାଙ୍କ ନାଁ ଅପେକ୍ଷା ତାଙ୍କୁ ଅନ୍ୟ ଏକ ନାମରେ ମଧ୍ୟ ଡାକିଥାନ୍ତି। ବହୁତ ସାରା ପେଚା ମାନେ ଏକାଠି ସଂଘ ହେଇକି ବସିବାଟାକୁ ଇଂଲିଶରେ ପାର୍ଲାମେଣ୍ଟ କହିଥାନ୍ତି। ଏଣ୍ଡ କାଉ ମାନେ ଗ୍ରୁପ ହେଇକି ଥିଲେ ସେଟାକୁ ଇଂଲିଶରେ ମର୍ଡର କହିଥାନ୍ତି। ଆଜିକାଲି ଅଧିକ ଶୁଭିବା ୱାର୍ଡସ୍ ହେଲା ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକ। ହେଲେ ଇଲେକ୍ଟ୍ରିକ୍ସ କାହାକୁ କୁହାଯାଏ, ଇଲେକ୍ଟ୍ରୋନିକ୍ସ କାହାକୁ କୁହାଯାଏ? ଫର୍ଷ୍ଟ ଜାଣିବା ଇଲେକ୍ଟ୍ରିକ୍ସ, ଯେଉଁଥିରେ ଅଧିକ କରେଣ୍ଟ ଦରକାର ପଡେ। ଫର ଏକ୍ସାମ୍ପଲ ୱାସିଂ ମେସିନ, ରେଫ୍ରିଜରେଟର, କୁଲର, ଫ୍ୟାନ, ଏସି, ଗ୍ରାଇଣ୍ଡର ଇତ୍ୟାଦି। ଏହି ସବୁ ମସିନ୍ସ କୁ ଇଲେକ୍ଟ୍ରିକ୍ସ କୁହାଯାଇଥାଏ। ସେକେଣ୍ଡ ଜାଣିବା ଇଲେକ୍ଟ୍ରୋନିକ୍ସ, ଯେଉଁଥିରେ କି କମ କରେଣ୍ଟ ଦରକାର ପଡିବ। ଫର ଏକ୍ସାମ୍ପଲ ମୋବାଇଲ ଫୋନ, ଟିଭି, ଲ୍ୟାପଟପ, ଟ୍ୟାବଲେଟ, ୱାଚେସ୍ ଇତ୍ୟାଦି। ଏହି ସବୁକୁ ଇଲେକ୍ଟ୍ରୋନିକ୍ସ କୁହାଯାଇଥାଏ। ଏଠାରେ ଦେଖାଯାଉଥିବା ପିଲାର ଏଜ୍ କେବଳ 14 ବର୍ଷ। ହେଲେ ସେ ପିଲା ତିଆରି କରିବା ଇନଭେନ୍ସନ କୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏ ପିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୁ ୟୁଜ କରି ସାର୍କେଡିଆନ ଏଆଇ ବୋଲି ଗୋଟେ ଆପ୍ ତିଆରି କଲା। ଏହି ଆପ୍ ଦ୍ୱାରା କେବଳ 7 ସେକେଣ୍ଡ ତମ ହାର୍ଟ ବିଟ୍ ଶୁଣି ତମ ହାର୍ଟ ର କୌଣସି ବି ପ୍ରୋବ୍ଲେମ୍ସ କୁ ଜଲ୍ଦି ଡିଟେକ୍ଟ କରିଥାଏ। ଏଣ୍ଡ ଏହି ଆପ୍ କୁ ଆମେରିକାରେ ହଜାର ହଜାର ଲୋକମାନଙ୍କ ଉପରେ ଟେଷ୍ଟ କରାଗଲା। ଏଣ୍ଡ ୟାର ଆକ୍ୟୁରେସି 96% ଅଛି। ବେଷ୍ଟ ପାର୍ଟ କଣ ମାନେ ଏ ପିଲା ଆମ ଇଣ୍ଡିଆର। ଏ ପିଲାର ଜନ୍ମସ୍ଥାନ ହେଲା ଆନ୍ଧ୍ରପ୍ରଦେଶ, କିନ୍ତୁ ୟାଙ୍କ ଫ୍ୟାମିଲି ଆମେରିକାର ଡାଲାସ ରେ ସେଟଲ ହେଇଛନ୍ତି। ପ୍ଲିଜ ସବସ୍କ୍ରାଇବ କର ସାଙ୍ଗମାନେ।